ସୁନ୍ଦରବନ ହେଉଛି ବିଶ୍ୱର ସର୍ବବୃହତ ହେନ୍ତାଳ ବନ। ଗଙ୍ଗା, ବ୍ରହ୍ମପୁତ୍ର ନଦୀ ଓ ମେଘନା ନଦୀର ଅବବାହିକାକୁ ନେଇ ପଶ୍ଚିମବଙ୍ଗର ପ୍ରଗଣା ଜିଲ୍ଲାକୁ ଲାଗି ବଙ୍ଗୋପସାଗର କୂଳରେ ରହିଛି 10,000 ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ସୁନ୍ଦରବନ। ଭାରତ ଓ ବାଂଲାଦେଶ ସୀମାରେ ଅବସ୍ଥିତ ଏହି ସୁନ୍ଦରବନକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ କରାଯାଇଛି। ସୁନ୍ଦରୀ ଗଛ ବା ବନ ଦେଖିବାକୁ ମିଳୁଥିବାରୁ ଏହାର ନାମ ସୁନ୍ଦରବନ ରଖାଯାଇଛି। ବହୁ ସଂଖ୍ୟାରେ ସୁନ୍ଦରୀ ବା ହେରିଟୈରାଫୋମ୍ସ ଗଛ ଏଠାରେ ଦେଖିବାକୁ ମିଳିଥାଏ। ଏଠାରେ ଉଭୟ ମଧୁର ଜଳ ଓ ଲବଣ ଜଳ ରହିଛି। ଭାରତ ସୀମାକୁ ଲାଗିଥିବା ଅଞ୍ଚଳରେ ଭାଗୀରଥୀ ଓ ହୁଗୁଳି ନଦୀର ଜଳ ପ୍ରବାହିତ ହେଉଥିବା ଯୋଗୁଁ ଏଠାରେ ମଧୁର ଜଳ ଅଛି। ଏଠାରେ ଥିବା ହେନ୍ତାଳ ବନର ଆକାର 4,262 ବର୍ଗ କିଲୋମିଟର ହୋଇଥିବା ବେଳେ ସେଥିରେ 2,320 ବର୍ଗ କିଲୋମିଟର ଜଙ୍ଗଲ ଓ ଅବଶିଷ୍ଟ ଜଳାଶୟ ରହିଛି। ସୁନ୍ଦରବନ ହେଉଛି ନିମ୍ନ ବଙ୍ଗ ଅବବାହିକାର ଏକମାତ୍ର ଆବାସସ୍ଥଳୀ। ଏହାର ଆଖପାଖରେ ବହୁ ଲୋକ ବାସ କରନ୍ତି। ସୁନ୍ଦରବନ ନ୍ୟାସନାଲ ପାର୍କ ବ୍ୟାଘ୍ର ଅଭୟାରଣ୍ୟ ଓ ଜୈବ ମଣ୍ଡଳକୁ ନେଇ ଗଠିତ। ଏଠାରେ ରହିଛି ବିସ୍ତୀର୍ଣ୍ଣ ହେନ୍ତାଳ ବନ। 27 ପ୍ରକାରର ହେନ୍ତାଳ ଗଛ ଏଠି ଦେଖିବାକୁ ମିଳେ। ଏହା ବ୍ୟତୀତ ସୁନ୍ଦରବନ ହେଉଛି ମହାବଳ ବାଘଙ୍କର ସର୍ବବୃହତ ଆଶ୍ରୟସ୍ଥଳୀ। ଏଠାରେ ବହୁ ବିରଳ ପ୍ରଜାତିର ବୃକ୍ଷ ଓ ଜୀବଜନ୍ତୁ ଅଛନ୍ତି। 49 ପ୍ରଜାତିର ସ୍ତନ୍ୟପାୟୀ, 53 ପ୍ରଜାତିର ସରୀସୃପ ଓ 260 ପ୍ରଜାତିର ପକ୍ଷୀ ଦେଖାଯାଆନ୍ତି। ସେଥିମଧ୍ୟରେ ଅଛନ୍ତି ଜାଭା ଦ୍ୱୀପରେ ଦେଖାଯାଉଥିବା ବିରଳ ଗଣ୍ଡା, ମଇଁଷି, ହରିଣ, ମାଙ୍କଡ଼, ଘଡ଼ିଆଳ କୁମ୍ଭୀର, କଇଁଛ, ଅଜଗର ଓ ଡଲଫିନ୍ ଆଦି ବିଭିନ୍ନ ପ୍ରଜାତିର ବିରଳ ପ୍ରାଣୀ। ଭାରତର ସବୁଠାରୁ ଅଧିକ ମହାବଳ ବାଘ ଏହିଠାରେ ହିଁ ଦେଖିବାକୁ ମିଳେ। ପରିସଂଖ୍ୟାନରୁ ସୁନ୍ଦରବନରେ 400 ମହାବଳ ବାଘ ରହିଥିବା ଜଣାପଡ଼ିଛି। ଶୀତ ଋତୁରେ ବହୁ ବିଦେଶୀ ପକ୍ଷୀ ଏଠାକୁ ଆସିଥାନ୍ତି। 1977ରେ ସୁନ୍ଦରବନ ପରିସରରେ 3ଟି ଅଭୟାରଣ୍ୟ ମଧ୍ୟ ପ୍ରତିଷ୍ଠା ଏନେଇ କରାଯାଇଥିଲା। ସୁନ୍ଦରବନ ହେଉଛି ଏକ ଜାତୀୟ ଉଦ୍ୟାନ, ବ୍ୟାଘ୍ର ଅଭୟାରଣ୍ୟ ଓ ସଂରକ୍ଷିତ ଜୈବଗୋଲକ। ଭାରତର ପଶ୍ଚିମବଙ୍ଗ ରାଜ୍ୟରେ ଏହି ଜାତୀୟ ଉଦ୍ୟାନଟି ରହିଛି। ଗାଙ୍ଗେୟ ତ୍ରିକୋଣଭୂମିରେ ଭାରତ ଓ ବାଂଲାଦେଶ ମଧ୍ୟରେ ବ୍ୟାପ୍ତ ସୁନ୍ଦରବନ ଜଙ୍ଗଲର ଭାରତୀୟ ଅଂଶରେ ଏହି ଜାତୀୟ ଉଦ୍ୟାନ ପ୍ରତିଷ୍ଠା କରାଯାଇଛି। ସୀମାରେଖାର ଆରପାର୍ଶ୍ୱରେ ବାଂଲାଦେଶର ସୁନ୍ଦରବନ ସଂରକ୍ଷିତ ଜଙ୍ଗଲ ରହିଛି। ଗାଙ୍ଗେୟ ତ୍ରିକୋଣଭୂମି ଲୁଣା ଜଙ୍ଗଲରେ ଭର୍ତ୍ତି। ବାଘଙ୍କ ପାଇଁ ସ୍ଥାପିତ ସର୍ବବୃହତ ଅଭୟାରଣ୍ୟ ହେଉଛି ଏହି ସୁନ୍ଦରବନ। ସୁନ୍ଦରବନରେ ଅନେକ ପ୍ରଜାତିର ପକ୍ଷୀ, ସରୀସୃପ, ଅମେରୁଦଣ୍ଡୀ ଜୀବ ବସବାସ କରନ୍ତି। ଏଠାରେ ଅନେକ ବଉଳା କୁମ୍ଭୀର ମଧ୍ୟ ଅଛନ୍ତି। ସୂଚନା ଅନୁସାରେ ସୁନ୍ଦରବନକୁ 1973 ମସିହାରେ ଏକ ବ୍ୟାଘ୍ର ଅଭୟାରଣ୍ୟର କୋର୍ ଅଞ୍ଚଳ ଓ 1977 ମସିହାରେ ବନ୍ୟପ୍ରାଣୀ ଅଭୟାରଣ୍ୟ ବୋଲି ଅଭିହିତ କରାଗଲା। 1984 ମସିହା ମେ ମାସ 4 ତାରିଖରେ ଜାତୀୟ ଉଦ୍ୟାନ ଘୋଷିତ ହେବା ପରେ 1987 ମସିହାରେ ଏହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ମିଳିଲା। 2001 ମସିହାରୁ ଏହାକୁ ସଂରକ୍ଷିତ ଜୈବମଣ୍ଡଳର ବିଶ୍ୱ ନେଟୱାର୍କ ବା ୱାର୍ଲ୍ଡ ନେଟୱାର୍କ ଅଫ୍ ବାୟୋସ୍ଫିୟର ରିଜର୍ଭ ବୋଲି କୁହାଯାଉଛି। ପୂର୍ବେ 1869 ମସିହାରେ ସୁନ୍ଦରବନର ପ୍ରଥମ ପରିଚାଳନା ବିଭାଗ ଗଠନ ହୋଇଥିଲା। 1875 ମସିହାରେ ଏଠାକାର ଲୁଣା ଜଙ୍ଗଲର ଅଧିକାଂଶ ଭାଗ ଆଇନ ଅନୁଯାୟୀ ସଂରକ୍ଷିତ କରାଗଲା। ସୁନ୍ଦରବନର ଅନ୍ୟ ସାଧାରଣ ଜଙ୍ଗଲକୁ 1876 ମସିହାରେ ଆଇନ ପରିସରକୁ ଅଣାଯାଇ ବନ ବିଭାଗର ଅଧୀନରେ ରଖାଗଲା। ତେବେ ବନ ବିଭାଗ ପରିଚାଳନା ପାଇଁ 1879 ମସିହାରେ ବାଂଲାଦେଶର ଖୁଲନାଠାରେ ଏକ ମୁଖ୍ୟ କାର୍ଯ୍ୟାଳୟ ଏନେଇ ସ୍ଥାପନ କରାଗଲା। ପରେ 1911 ମସିହାରେ ଏହାକୁ ଏକ ବିରାଟ ଅବ୍ୟବହୃତ ଅଞ୍ଚଳ ବୋଲି କୁହାଗଲା ଓ ଏହାକୁ ଜନଗଣନାରେ ସାମିଲ କରାଯାଇନଥିଲା। ସେହି ସମୟରେ ସୁନ୍ଦରବନର ଏହି ଅଂଶ ହୁଗୁଳି ନଦୀର ମୁହାଣରୁ ମେଘନା ନଦୀର ମୁହାଣ ପର୍ଯ୍ୟନ୍ତ 165 ମାଇଲ ଲମ୍ବା ଥିଲା ଓ 24 ପ୍ରଗଣା, ଖୁଲନା ଓ ବାକେରଗଞ୍ଜ ଜିଲ୍ଲାର ସୀମାରେ ରହିଥିଲା। ପାଣିକୁ ମିଶାଇ ସମଗ୍ର ଅଞ୍ଚଳର କ୍ଷେତ୍ରଫଳ 6,526 ବର୍ଗ ମାଇଲ ଥିଲା। ଜଳପ୍ଲାବିତ ଏହି ଜଙ୍ଗଲରେ ବାଘ ଓ ଅନ୍ୟ ପ୍ରାଣୀ ବହୁ ମାତ୍ରାରେ ରହୁଥିଲେ। ତେବେ ଏଠାରେ ନଦୀ
ଓ ଛୋଟ ଛୋଟ ସ୍ରୋତମାନଙ୍କ ଦ୍ୱାରା ଏହି ଅଞ୍ଚଳ ବିଖଣ୍ଡିତ ହୋଇ ରହିଛି। ଏଠାରେ ଡଙ୍ଗା ସାହାଯ୍ୟରେ ଗମନାଗମନ ପାଇଁ ଏହିସବୁ ସରୁ ସରୁ ନଦୀ ଓ ସ୍ରୋତ ସହାୟକ ହୋଇଥାନ୍ତି। ତେବେ ଏହି ତ୍ରିକୋଣଭୂମିର ଅଧିକାଂଶ ଭାଗ ବାଂଲାଦେଶର ଅଂଶ ହୋଇଛି। ତେବେ ବିଭିନ୍ନ ଯୋଜନା ଅନୁଯାୟୀ ଏହି ଜାତୀୟ ଉଦ୍ୟାନକୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପରିବେଶ ଓ ବନ ମନ୍ତ୍ରାଳୟ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ। ବ୍ୟାଘ୍ର ପରିଯୋଜନା ଆରମ୍ଭ ହେବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଅତିରିକ୍ତ ଅର୍ଥ ଏବେ ସହାୟତା ମିଳୁଛି। ତେବେ ଆଗରୁ 2001 ମସିହାରେ ବିଶ୍ୱ ଐତିହ୍ୟ କୋଷରୁ 20,000 ଆମେରିକୀୟ ଡଲାରର ଅନୁଦାନ ମିଳିଥିଲା। ତେବେ ଏହି ସୁନ୍ଦରବନ 21°432 ରୁ 21°55 ଉତ୍ତର ଅକ୍ଷାଂଶ ଓ 88°42 ରୁ 89°4 ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ ହୋଇ ରହିଛି। ଏହି ଜାତୀୟ ଉଦ୍ୟାନ ସମୁଦ୍ର ପତନଠାରୁ ହାରାହାରି ଉଚ୍ଚତା 7.5 ମିଟର ରହିଛି। ଏହି ଜାତୀୟ ଉଦ୍ୟାନଟି 54ଟି ଛୋଟ ଛୋଟ ନଦୀ ଦ୍ୱୀପକୁ ନେଇ ଗଠିତ ହୋଇଛି ଏବଂ ଗଙ୍ଗା ନଦୀର ଶାଖା ନଦୀମାନଙ୍କ ଦ୍ୱାରା ଏହି ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ବିଖଣ୍ଡିତ ହୋଇ ରହିଛି। ସୁନ୍ଦରବନର ଜଳବାୟୁ ଓ ତାପମାତ୍ରା କଥା ଯଦି କହିବା ତେବେ ହାରାହାରି ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ରା ଯଥାକ୍ରମେ 20°C ଓ 48°C ରହିଥାଏ। ବଙ୍ଗୋପସାଗର ସହିତ ଲାଗିଥିବାରୁ ବୃଷ୍ଟିପାତର ମାତ୍ରା ସାମାନ୍ୟଠାରୁ ଅଧିକ ଓ ଆର୍ଦ୍ରତା 80% ପର୍ଯ୍ୟନ୍ତ ରହିଥାଏ। ମଧ୍ୟ ଜୁନ୍ରୁ ନେଇ ମଧ୍ୟ ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ପ୍ରବାହ ଯୋଗୁଁ ବର୍ଷା ହୋଇଥାଏ। ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଉତ୍ତର ଏବଂ ଉତ୍ତର ପୂର୍ବ ଦିଗରୁ ବାୟୁ ପ୍ରବାହ ହେଉଥିବା ବେଳେ ଅପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦକ୍ଷିଣ ପଶ୍ଚିମ ଆଗରୁ ମୌସୁମୀ ବାୟୁ ପ୍ରବାହିତ ହୁଏ। ସେହିପରି ମେ ଓ ଅକ୍ଟୋବର ମାସରେ ହେଉଥିବା ବାତ୍ୟା ଭୟଙ୍କର ଘୂର୍ଣ୍ଣିଝଡ଼ର ରୂପ ନେଇଥାଏ। ତେବେ ଏଠାକାର ଭୌଗୋଳିକ ରୂପ ଜୁଆର ଓ ଭଟ୍ଟା ଉପରେ ନିର୍ଭର କରେ। 24 ଘଣ୍ଟା ମଧ୍ୟରେ ଏଠାରେ 4ଟି ଜୁଆର ଆସେ ଓ ବେଳେବେଳେ 8 ଫୁଟ ଉଚ୍ଚର ପାଣି ମଧ୍ୟ ମାଡ଼ି ଆସେ। ଏପରି ଜୁଆର ତ୍ରିକୋଣଭୂମିରେ ମାଟି ଜମା କରେ, ଫଳରେ ନଦୀମାନଙ୍କର ଗତିପଥ ଓ ଭୌଗୋଳିକ ରୂପ ସର୍ବଦା ବଦଳୁଥାଏ। ତେବେ ଏଠାରେ ଏକ ପ୍ରାକୃତିକ ଭାବେ ଗଭୀର ଗଣ୍ଡ ରହିଛି, ଯାହାକୁ ସ୍ୱାଚ୍ ଅଫ୍ ନୋ ଗ୍ରାଉଣ୍ଡ ବୋଲି କୁହାଯାଏ। ଏଠାରେ ସମୁଦ୍ରର ଗଭୀରତା ହଠାତ୍ 20 ମିଟରରୁ 500 ମିଟର ହୋଇଯାଇଛି। ଏହି ଗଣ୍ଡ ପଟରୁ ମାଟି ବାଲି ଠେଲି ହୋଇ ସୁନ୍ଦରବନ ତ୍ରିକୋଣଭୂମିରେ କିଛି ମାତ୍ରାରେ ପରିବର୍ତ୍ତନ ଘଟାଇଥାଏ। ଏହି ସୁନ୍ଦରବନରେ ସନ୍ତସନ୍ତିଆ ସମଭୂମି, ତ୍ରିକୋଣଭୂମି ବା ତଦ୍ୱାରା ଗଠିତ ଛୋଟ ଦ୍ୱୀପମାନଙ୍କରେ ଦେଖାଯାଇଥାଏ। ଏଠାରେ ନଦୀର ବେଗ ଖୁବ୍ କମ୍ ଓ ଜୁଆର ସ୍ରୋତ ସୃଷ୍ଟି ହୋଇଥାଏ। ଏହି ସମଭୂମି ଭଟ୍ଟା ସମୟରେ ଦେଖାଯାଏ ଓ ଜୁଆର ସମୟରେ ପାଣିରେ ବୁଡ଼ିଯାଏ। ଏପରି ସନ୍ତସନ୍ତିଆ ଜମି ଲୁଣା ଜଙ୍ଗଲ ବଢ଼ିବା ପାଇଁ ସର୍ବୋତ୍କୃଷ୍ଟ ପରିବେଶ ସୃଷ୍ଟି କରିଥାଏ। ତେବେ ଏହି ଜଙ୍ଗଲ ସୁନ୍ଦରୀ ଗଛରେ ଭର୍ତ୍ତି ହୋଇଥିବାରୁ ଏହି ଜଙ୍ଗଲକୁ ସୁନ୍ଦରବନ କୁହାଯାଏ। ସୁନ୍ଦରୀ ଗଛ ଏକ ସ୍ୱତନ୍ତ୍ର ଓ ଅଲଗା ପ୍ରକାରର ଲୁଣା ଗଛ। ଏହା ସବୁ ସ୍ଥାନରେ ହୋଇନଥାଏ। ଏହାର ଚେର ଭୂମି ତଳେ ନୁହେଁ ବରଂ ଏହାର ଦେହରୁ ବାହାରିଥାଏ। ଏହି ପ୍ରକାରର ଚେରକୁ ବାୟବୀୟ ମୂଳ ବା ଏରିଏଲ୍ ରୁଟ୍ କୁହନ୍ତି। ବାୟବୀୟ ମୂଳ ଶ୍ୱସନ ବା ରେସ୍ପିରେସନ୍ ପ୍ରକ୍ରିୟାରେ ସାହାଯ୍ୟ କରନ୍ତି। ବର୍ଷା ଋତୁରେ ସମଗ୍ର ଜଙ୍ଗଲ ଏଠି ବୁଡ଼ିଯାଏ। ଯଦି ଆମେ ମହାବଳ ବାଘ ବିଷୟରେ କହିବା ତେବେ ସୁନ୍ଦରବନର ଜଙ୍ଗଲରେ 400ରୁ ଅଧିକ ମହାବଳ ବାଘ ବାସ କରନ୍ତି। ଏଠାକାର ମହାବଳ ବାଘ ଲୁଣି ପାଣିରେ ପହଁରି ପାରନ୍ତି। ଏଠାକାର ବାଘମାନଙ୍କର ଆଉ ଏକ ବିଶେଷତ୍ୱ ହେଲା ଏମାନେ ନରଭକ୍ଷୀ ମହାବଳ ବାଘ। ହରିଣ, ମାଙ୍କଡ଼ ଇତ୍ୟାଦିଙ୍କ ସହିତ ଏଠାକାର ବାଘ ମନୁଷ୍ୟଙ୍କୁ ମଧ୍ୟ ଶିକାର କରିଦିଅନ୍ତି। ତ୍ରିକୋଣଭୂମି ଅଞ୍ଚଳରୁ ମାଛ ମାରିବା ପାଇଁ ତଥା ସୁନ୍ଦରବନର ଆଖପାଖ ଜଙ୍ଗଲରୁ ମହୁ ଆଣିବାକୁ ଯାଉଥିବା ବହୁ ଲୋକ ବାଘମାନଙ୍କ ଦ୍ୱାରା ଶିକାର ମଧ୍ୟ ହୋଇଛନ୍ତି। ନଭେମ୍ବରରୁ ଫେବୃଆରୀ ମାସ ମଧ୍ୟରେ ନଦୀ କୂଳରେ ବାଘମାନେ ଖରା ପାଇଁ ସାମ୍ନାକୁ ଆସିଥାନ୍ତି। ତେବେ ଏଠାରେ ଦେଖାଯାଉଥିବା କିଛି ସାଧାରଣ ପକ୍ଷୀମାନେ ହେଉଛନ୍ତି ଗେଣ୍ଡାଳିଆ, ମାଛରଙ୍କା, କଳାଦା ବେଣ୍ଟିଆ, ପାଣି କୁକୁଡ଼ା, କଟ୍, କାକୁଫ୍, କଳାଚିଲ, ଶଙ୍ଖଚିଲ, ମାର୍ସ ହେରିୟର, ସ୍ୱାମ୍ପ ପ୍ୟାଟ୍ରିଜ୍, ନାଲି ବଣ କୁକୁଡ଼ା, କପୋତ, ମଇନା, ବଣକୁଆ, ବଣ ବାଲ୍ବର, କଟନ୍ ପିଗ୍ମି ବତକ, ହେରିଙ୍ଗଲ, କାସ୍ପିଆନ୍ ଟେର୍ନ, ଅଞ୍ଜନ, ପଙ୍ଖା ଲାଞ୍ଜିଆ, ଚାତକ ଚାହା, ଶାଗୁଆ ପାରା, ଶୁଆ, ପାରାଡାଇଜ୍ ଫ୍ଲାଏକ୍ୟାଚର, ପାଣିକୁଆ, ଧୂସର ମାଛଖିଆ ଚିଲ, ଶ୍ୱେତୋଦର ସାମୁଦ୍ରିକ ଚିଲ, ସିଗଲ୍, ପେରେଗ୍ରିନ୍ ଛଞ୍ଚାଣ, କାଠହଣା, ସୀମା, ଇଷ୍ଟର୍ଣ୍ଣ ନଟ୍ ଓ ହୁଇସିଲିଂ ବତକ।
सेहीपरि सुंदरबन रे देखा जाउथिबा केतेक जलचर जीव हेले खंडा मागुर बा सॉ फिश, बटर फिश, इलेक्ट्रिक रे, सिल्वर कार्प, स्टार फिश, साधारण कार्प, अश्वखोरा, कंकड़ा, चिंगुड़ी, छोटो चिंगुड़ी, गांगेय डॉल्फिन, बेंग, ब्राह्मणी बेंग, काठ बेंग इत्यादि। सेहीपरि बौला कुंभीर, गोधी, बहुरूपी एंडुओ, ऑलिव रिडले, ग्रीन टर्टल और हक्सबिल इत्यादि प्रजातिर कईंछ, ब्रह्मदेशीय अजगर, अहिराज, ब्राह्मणी साप, बुड़ा साप, चिटी साप इत्यादि एही सुंदर वन रे आपण देखिबाकू पाइबे। तेबे एही समस्तक मध्यरु महाबल बाघ हेउची एही सुंदर बनर मुख्य जीव, जहा पई एही सुंदर वन बेस परिचित होईछि। तेबे आशा अछि एबे आपण आम विश्वर सर्वबृहत हेन्ताल वन बा सुंदर वन विषय रे डिटेल रे जानि सारिथिबे। जदि सुंदर वन को नैथिबा एही इन्फॉर्मेशन आपनको भलो लागि थाए तेबे एहाको लाइक करंतु एवं खूब मात्रा रे शेयर करंतु। भिडियोटी आपनको किभଳି लागिला मते कमेंट माध्यम रे निज फीडबैक जणांतु। देश दुनिया सह जड़ित एभଳି इन्फॉर्मेटिव भिडियो जदि देखिबाकू चाहुछंती ताहाले आज ही मो चैनल को सब्सक्राइब करंतु।